ସାପକୁ ଯେତେ କ୍ଷୀର ଦେଲେ ବି ସେ ଫଣା ଉଠାଇବ। ସେହିପରି ବିଶ୍ୱାସଘାତକ ମଣିଷକୁ ଯେତେ ସାହାଯ୍ୟ କଲେ ବି ସେ ବିଶ୍ୱାସ ଭାଙ୍ଗିବେ। ଯେ ପର୍ଯ୍ୟନ୍ତ ସାହାଯ୍ୟ ପାଉଥିବେ ଭଲ କହୁଥିବେ, ସାହାଯ୍ୟ ସରିଗଲେ ତୁମେ କିଏ ନା ମୁଁ କିଏ। ସତରେ ବନ୍ଧୁ, ମଣିଷ ଦିନେ ଆସିଛି, ନିଶ୍ଚିନ୍ତ ସେ ଦିନେ ଯିବ। କିନ୍ତୁ ସଂସାରରେ ଏମିତି କର୍ମ କରିକିରି ସେ ଯିବ ଯେମିତି ସଂସାର ତାକୁ ସବୁବେଳେ ଝୁରୁଥିବେ। ତେଣୁ ବିଶ୍ୱାସଘାତକ ଭଳି ଗୋଟିଏ ଶବ୍ଦ ଏତେ ଭୟଙ୍କର, ଯାହାକି ଥରେ ଇଏ ପଞ୍ଜରା ଭିତରକୁ ପଶିଗଲେ ବା ଏଇ ବିଶ୍ୱାସଘାତ ରୂପକ ପଞ୍ଜୁରୀ ଭିତରକୁ ପଶିଗଲେ ମଣିଷ ସଂସାରରେ ସବୁବେଳେ ଅମଣିଷ ଭଳି ହୋଇଯାଏ। ତେଣୁ ଚିନ୍ତା କରିବା ଦରକାର ଯେ ମଣିଷ ଆସିଛି ଦିନେ, ଯିବ ବି ଦିନେ। ଏଇ ଯେମିତି ତଳ ବରଡ଼ା ହସୁଛି, ମଝି ବରଡ଼ା ତଳ ବରଡ଼ା ହସୁଛି, ଉପର ବରଡ଼ା ଖସୁଛି, ମଝି ବରଡ଼ା କହୁଛି ମୋ ଦିନ କାଳ ଆସୁଛି। ସତରେ ବନ୍ଧୁ, ସମସ୍ତେ ଏ ଦୁନିଆରୁ ଦିନେ ନା ଦିନେ ଯିବେ, କିନ୍ତୁ କେହି ରହିବେ ନାହିଁଟି ଏ ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ତେଣୁ ଯଦି କାଳର ଗର୍ଭରେ ଲୀନ ହେବେ, ତେବେ କାହିଁକି ଏଭଳି ବିଶ୍ୱାସଘାତକତା ମାନସିକତା କ'ଣ ପାଇଁ, ଏଭଳି କୁ ଚିନ୍ତାଧାରା କ'ଣ ପାଇଁ? ତେଣୁ ସତରେ ବନ୍ଧୁ, ଆମ୍ଭେମାନେ ଏଭଳି ଚିନ୍ତାଧାରାରୁ ନିବୃତ୍ତ ରହିବା। ରହୁଛି। ଯଦି ଏ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଥାଏ ତେବେ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ ଏବଂ ଫଲୋ କରିବାକୁ ଜମାରୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।